ଘଟଣା କ'ଣ ହେଇଛି ସାର୍, ମୁଁ ରହୁଏ ହେଉଛି ହାଇଦ୍ରାବାଦରେ 3-4 ବର୍ଷ ହେଲାଣି କାମ କରିନି। ଆଉ ମୋ ସାଙ୍ଗର 2-4 ଜଣ ଆମ ଗାଁ ପିଲା ହେଇଥିଲେ ମୋ ସାଙ୍ଗର, ତାଙ୍କର ପେମେଣ୍ଟ ପତ୍ର କ୍ଲିୟର କରିଦେନି ସବୁ। ଆଉ ରଜ ପର୍ବ ସକାଶେ ତାଙ୍କର ସବୁ ପଇସା କ'ଣ ମାଲ ଫାଲ ପିଇ ଖର୍ଚ୍ଚ କରିଦେଇଛନ୍ତି। ତାଙ୍କ ଘର କହୁଛନ୍ତି ଯେ ଆଉ ଏତିକି ପଇସା ଆଣିକି ଦେଇଛୁ, ଆଉ ଆମକୁ ଧମକେଇଲୁ, ଇଏ କଲୁ, ଏସବୁ କଥା ଇଆଡ଼ୁ ସିଆଡ଼ୁ ମୋତେ କହୁଛନ୍ତି। ଆଉ ସେଇ ତେଣୁକରି ମୋତେ ଆସିକି ପିଟିକି ଗଲେ ଏଇଠି ଆମ ଘର ପାଖରେ। କହିଲେ ତୁ କ'ଣ ପିଲାମାନଙ୍କୁ ପଇସା ଦେଇନୁ, ଆଉ କ'ଣ ଧମକଉଥିଲୁ ପିଲାମାନଙ୍କୁ ପଇସା ଦେବୁନି ବୋଲି। ମୁଁ କହିଲି ସମସ୍ତଙ୍କ ପଇସା ତ ମୁଁ କ୍ଲିୟର କରିଦେଇଛି, କାହାରି ପଇସା ଆଠଣା ବି ନାହିଁ, ମୋ କତିରେ ପ୍ରୁଫ୍ ବି ଅଛି, ଭିଡ଼ିଓ। ବାନ୍ଧିକି ମୋତେ 50 ଜଣ ପାଖାପାଖି ପିଟିକି ଗଲେ। କ'ଣ ହେଲା ଘଟଣା ଏତେ ବେଶ ମୁଁ ଜାଣିନି। ମୋ ସ୍ୱାମୀ ଯେହେତୁ ମାନେ ଏଇଠି ବସିଥିଲେ, ତ ମାନେ ଏମିତି ତାଙ୍କର ପଇସା ନେଇକି ମାମଲା ତାଙ୍କର ଥିଲା, ମୁଁ ଜାଣିନି। ତାଙ୍କର ଯାଇଥିଲେ କେଉଁଠି ବାହାର ଦେଶ କାମ କରିଥିଲେ, କାମ କରିକି ଆସିଲା ପୂର୍ବରୁ ତାର ଏଇଠି ବସିଥିଲେ। ବସିକି ତାପରେ ମୁଁ ରୋଷେଇ କରିକି ମାନେ ତାକୁ କ'ଣ ହେଇଛି ମାନେ ହଠାତ୍ ଆସିଲେ, ଟାଣି ନେଇକି ତାକୁ ମାନେ ଜବରଦସ୍ତ ପିଟି ସାରିକି ତାପରେ ମାନେ ମୁଁ ଯେହେତୁ ମୋ ଘରେ କେହି ନାହାନ୍ତି, ମୁଁ ଯାଇଥିଲି। ମୁଁ ଯାଇକି ଛଡ଼ାଛୁଡ଼ି କରିବାରୁ ଯେହେତୁ ମୋତେ ବି ପିଟିଲେ। ଆଜ୍ଞା ମୁଁ ପ୍ରେଗନେଣ୍ଟ ଅଛି ବି, ମୋତେ ବି ପିଟିଲେ ତ ପିଟିଲେ, ମାନେ ମୋ ଛୁଆକୁ ବି ଆଘାତ ଦେଇଛନ୍ତି। ତ ମୁଁ ଯେହେତୁ କହିଲା ପରେ ବି ସେମାନେ ବିଶ୍ୱାସ କରୁନାହାନ୍ତି। ଆଉ ଓଲଟି ମୋ ସ୍ୱାମୀକି ସମସ୍ତେ ମିଶିକି ପିଟିଛନ୍ତି। ମିନିମମ୍ 10 ଜଣ କି 12 ଜଣ ପାରି ଯିବେ।